ଗଞ୍ଜାମର ଋଷିକୁଲ୍ୟା ନଦୀ 30 ବର୍ଷ ତଳେ ଆମେ ତାକୁ ବନ୍ଦ କରିଥିଲୁ ଟାଟା ପାଇଁ। ସେତେବେଳେ ଦାନିକ ବାବୁ ଥିଲେ ମୁଖ୍ୟମନ୍ତ୍ରୀ, ଟାଟା ପାଇଁ ପାଗଳ ଥିଲେ ସେ। କିନ୍ତୁ ତା ସତ୍ତ୍ୱେ ବି ସେଇଠି ଯେତେବେଳେ ବନ୍ଧ ବିରୋଧ ହେଲା, ନଦୀ ବନ୍ଧ, ଦାନିକ ଭଳିଆ ଲୋକ ମଧ୍ୟ ଆଉ ପର୍ସୁ କଲେ ନାହିଁ ସେ ଇଏ ପାଇଁ। ଏବଂ ସେତେବେଳେ ରବି ରାୟ ଥିଲେ, ସେତେବେଳେ ଶିବାଜୀ ପଟ୍ଟନାୟକ ଥିଲେ, ସେତେବେଳେ ସମସ୍ତେ ମିଶିକିରି ସେକୁ, ଏବଂ ଲୋକନାଥ ଚୌଧୁରୀ ଥିଲେ କେନ୍ଦ୍ରରେ ମଧ୍ୟ କରିକି କହିଲେ ସେଠି ବନ୍ଧ ଯଦି ବାନ୍ଧା ଯାଏ ପିପଳ ପଙ୍କା, ତାହେଲେ ନଦୀ ଶୁଖିଯିବ, ନଦୀ ମରିଯିବ। ଆଜି 30 ବର୍ଷ ପରେ କାହିଁକିନା ଋଷିକୁଲ୍ୟାର କୋଟେ ପାଣି ଆଉ କେଉଁଠିକୁ ଆସୁନି, 5ଟା ବେଡେମ୍ ହେଇଯାଇଛି, 5ଟା ଉପନଦୀରୁ। ତେଣୁ କେବଳ ଅଛି ଋଷିକୁଲ୍ୟା, ପିପଳ ପଙ୍କା ଆସୁଛି। ସେଇଟାକୁ ଯଦି ବନ୍ଧ ବାନ୍ଧିଦେଲ, ବର୍ଷା ଦିନ ପାଣି ଟୋପେ ଆସିବନି। ଏବେ ଆମେ ଛତିଶଗଡ଼ ଦଉନି ବୋଲି ଆମେ ମହାନଦୀ କଥା କହୁଛୁ, ହେଲେ ଆମେ ଗୋଟେ କରିକିରି କାହା ପାଇଁ ହେବ ନା ଇରିଗେସନ୍ ନାଁରେ ହେବ, 3-4 ହଜାର ଏକର ଜମିକୁ କରିକି ନାଁରେ, କିନ୍ତୁ ଶିଳ୍ପ ହେବ। ଯୋଉମାନେ ପଇସା ବି ଦଉନାହାନ୍ତି ତାଙ୍କ ଉପରେ 500 ନଦୀକି କେମିତି ମାରିଦେବ, ନଦୀକି କେମିତି ମାରିଦେବ? ଆଉ ନଦୀରେ ଯଦି ପାଣି ଗଲାନି, ସମୁଦ୍ରର ପାଣି ତଳକୁ ଆସିବ, ଲୋକ ଲୁଣା ପାଣି ଆରମ୍ଭ କଲେଣି ପାଇବା ପାଇଁ। ଆମେ ଗଞ୍ଜାମ ଜିଲ୍ଲାର ଅଛି ବିଶିଷ୍ଟ ଲୋକମାନେ ଯେଉଁମାନେ କାମ କରୁଛନ୍ତି, କୌଣସି ଦଳର ଲୋକ ନୁହନ୍ତି, ଋଷିକୁଲ୍ୟା ନଦୀ ପାଇଁ ଲଢ଼ୁଛନ୍ତି, ସେକ୍ସନ୍ କମିଟି ହେଇଛି, ସେମାନେ 2 ବର୍ଷ ହେଲା ଲେଖୁଛନ୍ତି, ଆଦିଶେଠି ଲେଖୁଛନ୍ତି, ଆମକୁ ଗୋଟେ ଇଣ୍ଟରଭ୍ୟୁ ଥିବ, ଆମେ ଆଲୋଚନା କରିବାକୁ ଚାହୁଁଛୁ ନଦୀକି ବଞ୍ଚିବା ପାଇଁ। ମୁଖ୍ୟମନ୍ତ୍ରୀ ଜଳସେଚନ ମନ୍ତ୍ରୀ, କିନ୍ତୁ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ପାଇଁ ଡାକୁନାହାନ୍ତି, କିମ୍ବା ମୁଖ୍ୟମନ୍ତ୍ରୀ କହିପାରନ୍ତେ ତାଙ୍କର ଇଞ୍ଜିନିୟର ମାନେ ତାଙ୍କ ସହିତ ଆଲୋଚନା କରନ୍ତୁ, କହିପାରନ୍ତେ, ଆଲୋଚନା କରି ଡରୁଛନ୍ତି। ମୋର କଥା ଏଇଟା ଡେମୋକ୍ରେସି ନାହିଁ। ଦ୍ୱିତୀୟ କଥା ମୁଁ ସେଥିପାଇଁ କହିଲି ଯେ ଓଡ଼ିଶା ସମୃଦ୍ଧ ଓଡ଼ିଶା ନାଁରେ ଓଡ଼ିଶା ସମ୍ବଳହୀନ ହେବ, ଦରିଦ୍ର ଓଡ଼ିଶା ହେବ, ଏବଂ ଆଜି ଯେଉଁଭଳି ଭାବରେ ଆମେ ବିଭିନ୍ନ ଜାଗାରେ ଆମେ ସେଥିପାଇଁ କହିଛୁ ମନ ଇଚ୍ଛା ଜବରଦସ୍ତ ବିକାଶ ନାଁରେ ତୁମେ ଜଳ ଜଙ୍ଗ ନଷ୍ଟ କରନ। ଆଉ ମୁଁ ଆଜି ସଲ୍ୟୁଟ୍ କରୁଛି ଆଜି ସେଥିପାଇଁ ସିଜିମାଳିର ଲୋକମାନଙ୍କୁ, ଯେ ଜେଲ୍ ଗଲେ, ଲାଠି ଖାଇଲେ। ଗୋଟେ ତଳରାମପୁର ଗାଁର ହଠାତ୍ ଗୋଟେ ପୋଲିସ ଗଲା 3ଟା ବେଳେ, ଆପଣଙ୍କ ଯଦି ନାଁରେ ଅଛି ୱାରେଣ୍ଟ, ତାହେଲେ ଆପଣ ଖୋଜିକି ଯିବେ। ଇଭେନ୍ 3ଟା ରାତିରେ ବି ଗଲ, ଯାହା ପଡ଼ିଲା ତା ଘରେ ପଶିଗଲେ। ମୁଁ ଆଜି କହିଦେଉଛି, ପଶିକିରି ତମ ପୁରୁଷ ଲୋକଙ୍କୁ ଦେଖିଲାଠୁ ସ୍ତ୍ରୀ ଲୋକମାନେ ବିରୋଧ କଲେ, ସ୍ତ୍ରୀ ଲୋକକୁ ବି ନେଇଗଲେ। ତା ଅର୍ଥ ହେଲା ଯେ ତମେ ଭୟର ବାତାବରଣ କରିବା ପାଇଁ, ଆତଙ୍କ କରିବା ପାଇଁ 21 ଜଣଙ୍କୁ ତମେ ନେଲ, 10 ଜଣ ସ୍ତ୍ରୀ ଲୋକ, ଜଣେ ଗର୍ଭବତୀ ଥିଲେ, ଜଣେ 2 ଜଣ ନାବାଳିକା ଥିଲେ, ନାବାଳିକା ସାବାଳିକା ବି କରିଦେଲ କୋର୍ଟରେ। ଏବଂ ଆଜି ପର୍ଯ୍ୟନ୍ତ ବି ଏବେ ବି ମୁଁ କହୁଛି 3 ମାସ ହେଇଗଲା, ଏବେ ବି ଜେଲ୍ରେ ଅଛନ୍ତି। 10 ଜଣଙ୍କୁ ମିଳିଲା, 10 ଜଣଙ୍କୁ ମିଳିଲାନି, କାହିଁକିନା ପୁଲିସ ଚାହୁଁନି। ଏବଂ ଆନ୍ଦୋଳନକୁ ସହଯୋଗ କରୁଥିବା ଆମ ଓଡ଼ିଶାର ଜଣେ ମାନ୍ୟଗଣ୍ୟ ଅତି ବୋଲେ ସାଧାରଣ ଗୋଟେ ଲଢ଼ୁଆ ଲୋକ, ଯିଏ ଗାନ୍ଧୀ ଆମ୍ବେଦକର ବିଶ୍ୱାସ କରନ୍ତି, ସମାଜବାଦୀ ଲୋକ, ଲିଙ୍ଗରାଜ ଆଜାଦ, ସେ ଲୋକଙ୍କୁ ସହଯୋଗ କରୁଛନ୍ତି, ଯାଉଛନ୍ତି, ତୁମେ ତାଙ୍କୁ ମିଛ କେସ୍ ଦେଲ। ଏବଂ ଦେଲ, ଜଣେ ଜାମିନ ପାଇଲେ, ଆଉ ଗୋଟେ ଜାମିନ ଗୋଟେ କରିଦେଲା, ପୋଲିସ କଲା ଜଣଙ୍କୁ ଆଣିକିରି, ଯେ କୁଆଡ଼େ ବେଦାନ୍ତରେ କାମ ଦେବା ପାଇଁ ସେ କୁଆଡ଼େ ଲକ୍ଷ ଟଙ୍କା ନେଇଯାଇଛନ୍ତି, ଦେଉନାହାନ୍ତି।